ଧନୀ ଏବଂ ଗରିବ ମଧ୍ୟରେ ପାର୍ଥକ୍ୟ। ରାଜା ଶୁଦ୍ଧୋଧନ ରାଜକୁମାରଙ୍କ ପାଇଁ ଯେତେ ବିଳାସ ଏବଂ ଆରାମର ଉପାୟ ଯୋଗାଉଥିଲେ ସେ ସେତେ ଏଥିରୁ ଦୂରେଇ ଯାଉଥିଲେ। ଗୋଟିଏ ଦିନ ସିଦ୍ଧାର୍ଥଙ୍କ ବାଲ୍ୟବନ୍ଧୁ ବସନ୍ତକ ସିଦ୍ଧାର୍ଥଙ୍କୁ କହିଲେ, ରାଜକୁମାର, ତୁମର ପିତାମାତା ତୁମକୁ ବହୁତ ଭଲ ପାଆନ୍ତି। ସେମାନେ ତୁମକୁ ଦୁନିଆର ପ୍ରାୟ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। ବସନ୍ତକ ସିଦ୍ଧାର୍ଥ କହିଲେ, ବିଶ୍ୱର ସମସ୍ତ ପିତାମାତା ସେମାନଙ୍କ ପିଲାମାନଙ୍କୁ ଭଲ ପାଆନ୍ତି ଏବଂ ଯତ୍ନ ନିଅନ୍ତି। ଯେଉଁମାନଙ୍କର ପିତାମାତାଙ୍କ ପାଖରେ କ୍ଷମତା ଅଛି ସେମାନେ ସେମାନଙ୍କ ପିଲାମାନଙ୍କୁ ଆରାମ ଏବଂ ସୁବିଧା ଯୋଗାଇ ଦିଅନ୍ତି, କିନ୍ତୁ ଏଠାରେ ଏକ ଗମ୍ଭୀର ପ୍ରଶ୍ନ ଉଠେ। ସେ ବିଶ୍ୱର ସମସ୍ତ ଲୋକ କାହିଁକି ସମାନ ନୁହନ୍ତି? କେତେକଙ୍କ ପାଖରେ ଏତେ ଟଙ୍କା ଅଛି ଯେ ସେମାନେ ବୁଝିପାରନ୍ତି ନାହିଁ ଯେ ଏହାକୁ କେଉଁଠାରେ ଖର୍ଚ୍ଚ କରିବେ। ଅନ୍ୟପଟେ କାହା ପାଖରେ 2ଟି ରୁଟି କିଣିବା ପାଇଁ ଯଥେଷ୍ଟ ଟଙ୍କା ନାହିଁ। ଜଗତରେ ଏହି ଅନ୍ୟାୟ କାହିଁକି? ବସନ୍ତକ ଏହା ଭାଗ୍ୟର ଖେଳ ରାଜକୁମାର। ଏହା କହି ବସନ୍ତକ ନୀରବ ହୋଇଗଲେ, କିନ୍ତୁ ରାଜକୁମାର ସିଦ୍ଧାର୍ଥ ଗଭୀର ଚିନ୍ତାରେ ପଡ଼ିଗଲେ। ରାଜକୁମାର ସିଦ୍ଧାର୍ଥ ଜଗତର ସମସ୍ତ ବିଳାସ ଏବଂ ବୈଭବ ପ୍ରତି ଘୃଣା କରୁଥିଲେ। ଏହା ଦେଖି ରାଜା ଶୁଦ୍ଧୋଧନ ଚିନ୍ତିତ ହୋଇଗଲେ। ସେ ଋଷି ଅସିତ ଏବଂ ରାଜଜ୍ୟୋତିଷଙ୍କ ଭବିଷ୍ୟବାଣୀ ମନେ ପକାଇବାକୁ ଲାଗିଲେ। ରାଜା ଶୁଦ୍ଧୋଧନ ଅନୁଭବ କଲେ ଯେ ରାଜକୁମାର ସିଦ୍ଧାର୍ଥଙ୍କ ପାଖରେ ସମ୍ରାଟଙ୍କ ଅପେକ୍ଷା ଜଣେ ସନ୍ଥଙ୍କ ଗୁଣ ଅଧିକ ଅଛି। ସେ ରାଜ୍ୟ ପରିତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିପାରନ୍ତି। ଏହା ଭାବି ରାଜା ଚିନ୍ତିତ ହୋଇଗଲେ। ଏବେ ରାଜା ଏପରି ଏକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଲେ ଯାହା ସିଦ୍ଧାର୍ଥଙ୍କୁ ସମ୍ପୂର୍ଣ୍ଣ ସାଂସାରିକ କରିଦେବ। ତେଣୁ ସେ ରାଣୀ ପ୍ରଜାପତିଙ୍କ ସହ ଏହି ବିଷୟରେ ଗଭୀର ଆଲୋଚନା କଲେ। କିଛି ସମୟ ପରେ ରାଣୀ ପ୍ରଜାପତି କହିଲେ, ମହାରାଜ, ସାଧାରଣତଃ ବିଳାସ ଏବଂ ବୈଭବର କୌଣସି ସାମଗ୍ରୀ ରାଜକୁମାର ସିଦ୍ଧାର୍ଥଙ୍କୁ ଆକର୍ଷିତ କରିପାରି ନାହିଁ। ଏବେ ଶେଷ ଉପାୟ ଭାବରେ କେବଳ ଗୋଟିଏ ଉପାୟ ଅଛି। କେଉଁ ଶେଷ ଉପାୟ ଏବଂ କେଉଁ ଉପାୟ? ରାଣୀ ରାଜା ଶୁଦ୍ଧୋଧନ କୌତୂହଳୀ ହୋଇ କହିଲେ, ଦୟାକରି ବୁଝାନ୍ତୁ। ହେ ପ୍ରଭୁ, ଏବେ ରାଜକୁମାର ଯୁବକ ହୋଇଗଲେଣି। ଯଦି ଆମେ ତାଙ୍କୁ ଏକ ସୁନ୍ଦର ରାଜକୁମାରୀ ସହିତ ବିବାହ କରୁ ତେବେ ସେ ତାଙ୍କ ସୌନ୍ଦର୍ଯ୍ୟର ପାଶରେ ପଶିପାରିବେ। ହୁଏତ ଆପଣ ଯାହା କହୁଛନ୍ତି ତାହା ଠିକ୍ ରାଣୀ। ଯଦି ଆମେ ରାଜକୁମାରଙ୍କୁ ବିବାହ କରୁ ତେବେ ସେ ନିଶ୍ଚିତ ଭାବରେ ବିବାହ ବନ୍ଧନରେ ପଶିପାରିବେ। ତେବେ ଦୟାକରି ଶୀଘ୍ର ରାଜକୁମାରଙ୍କ ବିବାହ ପାଇଁ ଏକ ସ୍ୱୟଂବର ଆୟୋଜନ କରନ୍ତୁ ମହାରାଜ। ହଁ, ନିଶ୍ଚିତ, ଆମେ ତାହା କରିବୁ। ଏହା କହି ରାଜା ଶୁଦ୍ଧୋଧନଙ୍କ ମୁହଁ ଦୃଢ଼ ହୋଇଗଲା। ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା ଏବଂ କଣ ଶିକ୍ଷା ପାଇଲେ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଆଗକୁ ଏହିପରି ଶିକ୍ଷାପ୍ରଦ କାହାଣୀ ଶୁଣିବା ପାଇଁ ଆମର ଓମ୍ଫେମ୍ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ନିଜ ସାଙ୍ଗସାଥୀ ମାନଙ୍କୁ ସେୟାର କରନ୍ତୁ। ଧନ୍ୟବାଦ। ଗୌତମ ବୁଦ୍ଧଙ୍କ ପ୍ରେରଣାଦାୟକ କାହାଣୀ।